ଆପଣମାନେ ଚିନ୍ତା କରନ୍ତୁ, ନୂଆ ବାହାବା ଯା ନୂଆ ଗୋଟେ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିବା ସେଇଆ। ମୋର ଟିକେ ଭୁଲ ପାଇଁ, ଟିକେ ଗୋଟେ ୱାର୍ଡ଼ ପାଇଁ ମୋର ଚ୍ୟାନେଲ୍ ଷ୍ଟ୍ରାଇକ୍ ପଡ଼ିଥିଲା। ଯେମିତି ନୂଆ ବାହାଘର ପରେ 8 ଦିନିଆ ଗଲା ପରେ ସ୍ତ୍ରୀ ଫେରିଲା ପରେ ଝଗଡ଼ା ନାଗିଲା ପରେ ଯେମିତି ସ୍ତ୍ରୀ ପଡ଼ିଯାଏ, ତାକୁ କେତେ କଷ୍ଟ ହେଉଥିବ। ମୋର ଅବସ୍ଥା ସେଇଆ ହେଇଥିଲା। ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ନୂଆ ମୁଁ ଖୋଲିଛି, ମୁଁ କେତେ ଖୁସିରେ ଥିଲି। ବର୍ତ୍ତମାନ ମୋ ଷ୍ଟ୍ରାଇକ୍ ହେଇଗଲା, ମୁଁ କେତେ ଦୁଃଖରେ ଅଛି। ଯେମିତି ସ୍ତ୍ରୀ ପଡ଼ିଗଲା ପରେ ସ୍ୱାମୀକି କେମିତି ବିଛଣାଟା ଖାଲି ଖାଲି ଲାଗେ, ସେମିତି ମୁଁ ଭିଡ଼ିଓ କରିପାରୁନଥିଲି, ମୋତେ ଭଲ ଲାଗୁନଥିଲା। ଏବେ ମୋର ଚ୍ୟାନେଲ୍ ଖୋଲି ଯାଇଛି। ଆପଣମାନେ ମୋ ଚ୍ୟାନେଲ୍ ଦେଖିବେ, ଭଲ ଭଲ ଭିଡ଼ିଓ ଆପଣଙ୍କୁ ମୁଁ ଦେଖେଇବି। ଆଉ ଆପଣମାନେ ଯେମିତି ମୋତେ ସପୋର୍ଟ କରୁଥିଲେ, ଖୁସି ମୋତେ ଦେଉଥିଲେ, ଆନନ୍ଦ, ମୁଁ ଆପଣଙ୍କ ପାଇଁ ମୁଁ ଆଜି ଏତେ ବାଟ ଯାଇଥିଲି। ମୋର ଟିକେ ଭୁଲ ପାଇଁ ମୁଁ ନିଜେ ଅନୁଭବ କରୁଛି ମୋର କେତେ ଭୁଲ ହେଇଥିଲା। ଟିକେ ୱାର୍ଡ଼ ଶବ୍ଦ ପାଇଁ ମୋର ଚ୍ୟାନେଲ୍ ଷ୍ଟ୍ରାଇକ୍ ପଡ଼ିଥିଲା। ଆଉ ଷ୍ଟ୍ରାଇକ୍ ମୋର ଖୋଲି ଯାଇଛି। ସେଇଥିପାଇଁ ମୁଁ ମନ ଦୁଃଖରେ ରେଲୱେ ତକ୍ତାରେ ଆସିକି ବସିଛି, ଚିନ୍ତା କରୁଛି। ମୁଁ ଭାବୁଥିଲି ମୁଁ ସୁରାଟ ପଳେଇଥାନ୍ତି। ତାପରେ ମୁଁ ନା, ଗାଁ ମାଟି ଛାଡ଼ି ମୁଁ ଯିବିନି। ମୋ ଭାଇମାନେ ମୋତେ ଚାହିଁବେ ତ ମୋତେ ବହୁତ ଉପରକୁ ନେଇଯିବେ। ସେଇଥିପାଇଁ ମୁଁ ଷ୍ଟେସନରୁ ଆସିକି ଏଇଠି ବସିକି ଗୋଟେ ମୁଁ ଭିଡ଼ିଓ କରୁଛି। ମୋ ଭିଡ଼ିଓଟି ଭଲ କି ଦେଖନ୍ତୁ। ଆଉ ମୁଁ କେମିତି ଭଲ ବାଟକୁ ଯାଏଁ ଆପଣମାନେ ସାହାଯ୍ୟ କରିବେ, ମୋତେ ଟିକେ ସପୋର୍ଟ କରିବେ ଯେମିତି ଆଗରୁ କରୁଥିଲେ। 3 ମାସ ଧରି ମୋର ଷ୍ଟ୍ରାଇକ୍ ପଡ଼ିଥିଲା, ମାନେ 90 ଦିନ। ଚିନ୍ତା କରୁଛନ୍ତି ତ, 90 ଦିନ ସ୍ତ୍ରୀ ଗୋଟେ ଯଦି ପଳେଇଯାଏ ତା ସ୍ୱାମୀକୁ ଦୂର, କେତେ ନ ବାଧିବ। ସେମିତି ମୋର ଗୋଟେ ଷ୍ଟ୍ରାଇକ୍ ପଡ଼ିଥିଲା ମୋର ୟୁଟ୍ୟୁବ୍ ଚ୍ୟାନେଲ୍। ମୁଁ ବହୁତ କଷ୍ଟରେ ମୁଁ ଦିନ କାଟିଛି। ଆପଣମାନେ ମୋତେ ଟିକେ ହେଲ୍ପ କରିବେ, ଏତିକି ମୁଁ ତୁମକୁ ରିକ୍ୱେଷ୍ଟ କରୁଛି। ଜୟ ଜଗନ୍ନାଥ। ଗାଡ଼ି ଚାଲିଛି କେମିତି ଦେଖନ୍ତୁ। ମୁଁ ଷ୍ଟେସନ୍ରେ ବସିଛି, ପୁରା ଭାରି ମନ ଦୁଃଖ ମୋର। ଆପଣମାନେ ମୋତେ